କୁଆଡ଼େ ଯାଇଥିଲୁ? ଯାଇଥିଲି ଆସିଥିଲା ପାର୍ସଲ ଆସିଥିଲା ମୁଁ ଆଡ଼େ 50 ଥର ପୁଅ ପଚାରିଲି କୁଆଡ଼େ ଗଲାଣି ପାର୍ସଲ ପାଇଁ। ଫୋନ୍ କଲା ହଁ ନେଇ ଆସିଲି ପୁଣି ଆମାଜନ ବାଲା ଫୋନ୍ କଲା। ଏଇଟା କ'ଣଟା? ଆମାଜନ ବାଲା? ଆମାଜନ ସେଇଟା ସେଇଟା ଜିଓ ମାର୍ଟ ଅର୍ଡର କଲି। କ'ଣ ପାର୍ସଲ ଅର୍ଡ଼ର କରିଥିଲୁ? ଏଇଟା ହେଉଛି ହ୍ୟାଣ୍ଡ ୱାସ୍ ଦେଖିଲୁ ଗୋଟାଏ ନାଇଁ 3ଟା ଅଛି। ହଁ ଆମର ଗତ ଥର ବି 3ଟା ଆସିଥିଲା ବୋଧେ। ହଁ ଶସ୍ତା ଥିଲା ନା କ'ଣ? ଶସ୍ତା 3ଟା ଆଣିଥିଲି ଗୋଟେ 750 3ଟାକୁ 180 ଭଲ ଅଛି ତମ ନା? ଭଲ ବି ସ୍ମେଲଟା ବି ଭଲ ରହୁଛି ନା। ଆର ତିନି ପ୍ରକାର ସେଲ୍ କ'ଣ ସ୍ମେଲ୍ ଅଛି? ସେମ୍ ଅଛି ଆଲୋଭେରାର। କାଇଁ 3ଟାର ଅଲଗା ଅଲଗା ସ୍ମେଲ୍ ଆଇଲୁ ନାହିଁ ନା ଭାଇ? 3ଟା ଆର ଥିଲା କମ୍ବୋ ପ୍ୟାକ୍ ପାଇଁ। ହଁ କମ୍ପାନୀ ଚାଲାକା ଆଉ। 3ଟା କମ୍ବୋ ପ୍ୟାକ୍ ଅଛି। ଆଉ ଆଧିରେ ଏତେ ବଡ଼ କ'ଣ ଆଧିରେ ମଗେଇଛୁ? କ'ଣ ଏତେ ଓଜନ ଉଠି ଆସିପାରୁନି? ସେ କ'ଣ କହିଲ ଆନ୍ଧିରେ ଆଣିଛି ବିସ୍କେଟ୍ ଆଣିଛି। କେଉଁ କମ୍ପାନୀର? ଏଲେକ୍ଟ୍ର। ବାଃ ଏତେ ବଡ଼ ବିସ୍କୁଟ୍ କ'ଣ ଅଛି? ଏଇଟା ବଡ଼ ଏଇଟା କିଲିକିଟା ବା। କିଲିକିଆଟା ଆଉ କ'ଣ ଅଛି ଏତେ ଓଜନ ଉଠେଇ ପାରୁନୁ? ପୁଅ ପାଇଁ ଆଣିଥିଲି ବିସ୍କେଟ୍। ହଁ ଆଉ ଏଇଟା ବିଙ୍ଗୋର ଏଇଟା ନୂଆ ଫ୍ଲେଭରଟା ପୁଅ ଖାଇନି କହୁଥିଲା। ହଁ ଆଉ ପୁଅକୁ କୁରକୁରି ଖୁଆଇକି ତା ପେଟ ସବୁ ଖରାପ କର। ମୋର ଯୋଉଟା ଇଚ୍ଛା ହେଲା ଦେଖିକି ତୋ କଥା କହୁନୁ ଆଉ ପୁଅ ନାଁ କହିକି ଶୁଆ ଶୁଆ ହେଇଯାଉଛି ଆଉ। ଆରେ ବାଃ ଏଇଟା କେତେ କିଲୋ ଅଛି ରେ? ହଁ କ'ଣ ପଏଜନ ହେଇଯାଉଛି ଇଏ ହେଉଛି ଡରିକି ଆଣୁନଥିଲି। ଆଜି କାଲି ଦେଖିଲା ପରେ ତାର ଭାରି ମନ ହେଲା। ଏଇଟା କେତେ କିଲୋ ଅଛି? ଏଇଟା କେତେ ଥିବ କେଜାଣି 3 କିଲୋ କି 7 କିଲୋ ଥିବ। ହଁ ଆଉ ଦେଖିନି କେତେ ଟଙ୍କା ଅଛି? ଏଇଟା 56 ଟଙ୍କା ଦେଇଛି। ଶସ୍ତା ତ। ସେଦିନ ମୁଁ ଗୋଟେ ଆଣିଥିଲି 2.5 କିଲୋ ଏଇଟା ନେଲା କେତେ 25 ଟଙ୍କା ନା କିଲୋ 75 ନା 80 ଟଙ୍କା ନେଇଥିଲା। ହଁ 2.5 କିଲୋ 3 କିଲୋ ଥିଲା। ଭଲ ଅଛି। ଆଉ ମୁଁ ଆଣୁନଥିଲି କ'ଣ କହିଲି ପଛରେ କହିଲନି ସେ ଖାଇକି ସବୁ ବିଷ ହେଇଯାଉଛି ଇଏ ହେଇଯାଉଛି କହିଲନି। କାହାଠି ଖାଇବାରେ ମୁଁ ଡରିକିନି ଆଉ ତାକୁ ପୁଅ କୁଆଡ଼େ ଗଲା? ଆଣୁଥିଲି କାଟିବା ଆଜି କାଟିଲେ ଖାଇଦେବା ଟିକେ। କାଟ ଖାଇଦେବା ଗୋଟେ ମଜା ନେଇଯିବା ଆଉ। ଏତିକି ଜିନିଷ ଆଉ ଛୋଟ ମୋଟ ଜିନିଷ ଟିକେ ନେଇ ଆସିଥିଲି ହଁ ଦରକାର ଥିଲା ବୋଲି। ବାହାରେ ଯୋଉଭଳିଆ ଖରା ହେଉଛି ଆଉ ମାନିବାକୁ ପଡ଼ିବ ପିଲା ଡେଲି ରହୁଛି ନ ମାନିବାକୁ ପଡ଼ିବ। ହଁ ହଁ ଖରାରେ ଖରା ଆସି ଆମକୁ ନେଇକି ଯାଉଛନ୍ତି। ଆଉ ତମ ଧନ୍ୟବାଦ ଦେବାକୁ ପଡ଼ିବ। ଏବେ ଆମେ ଏଇ ଜିନିଷ ଯାହା ଏଇଟା ଯାଇକିରି ମୋତେ ଆଣିବାକୁ ପଡ଼ିଥାନ୍ତା ଏତେ ବାଟ କଷ୍ଟ କରି ଯାହା ମୋ କାମଟା ହାଲକା କରିଦେଲୁ ଯାହା ହଉ ଧନ୍ୟବାଦ ବହୁତ ଧନ୍ୟବାଦ। ହଉ ଧନ୍ୟବାଦ ଦେଲୁ ବର୍ତ୍ତମାନ ସେ ତରଭୁଜଟାକୁ ଦିଅ କାଟିବା ତାକୁ ତାପରେ ପେଟକୁ ଭକ୍ଷଣ କରିବା। ଚାଲ ବାବା ଗୋଟେ ମାମାଟା ବଢ଼ିଆ ଜିନିଷ ମଗେଇକି ଆଣିଛି ଏଠି ନଥିଲୁ ଘରେ ଖେଳୁଥିଲୁ ଆଣିଛି ଏବେ ଆମେ ସାଙ୍ଗେ ଦେଖିବା ଅପେକ୍ଷା କର ଟିକେ ସମୟ ଆଶା ଧୋଇକିରି ଆଣୁଛି ର। ହଁ ଦେଖ ଦେଖ ହଁ କେତେ ୱେଟ୍ କହିବି ଜାଣିପାରିବୁ? ତୁ କ'ଣ ବେପାରୀ? 4 କେଜି ତୁ କ'ଣ ବେପାରୀ? ଆଚ୍ଛା ହଉ କାଟି ପାରିବୁ ନା ମୁଁ କାଟିବି? ବୁଆ ମୋ କାଟ ମୁଁ ତୁ ଯେମିତି କାଟି ତତେ ଦିଆଯାଇଛି ପାୱାର ଆଜି ଯେତେ ତୋର ଯେମିତି ଯୋଉ ଇଚ୍ଛା ହିସାବରେ କାଟିଲି ଦେଖିଆ ନା ବାବା। ତୁ ତ ବେଲାନି କରି କାଟିଲି ଆଉ ହଉ କାଟେ ଯା କାଟେ ଆଉ ଠିକ୍ ଅଛି କାଟୁ ଆଉ ଫଳେ କରୁନୁ ଆଉ ଫଳେ କର। ବାସ୍ ଆଉ ଗୋଟେ ଥାଳି ଆଣ କାଟି କୋଉଠି ରଖିବୁ? ବିଟ ଲୁଣ ଅଛି ତ? ବାବାଟିକୁ ଦୂରେ କିରି ବସ ଛୁରୀ ଚାଲିଛି। ହଁ ଠିକ୍ ଅଛି ଠିକ୍ ଅଛି ବେଶୀ ମିଠା ଅଛି ନା ନାଇଁ ବାବା? ଉପର ନ ଖା ତୁ ଭିତର ଖାଉନୁ ତୁ ତ ଭିତର ଖାଇବୁ ଉପର ଖାଇବା କ'ଣ ଦରକାର? ହଁ ଭଲ ଅଛି ଡାଇରେକ୍ଟ ଗୋଟା ସେ ଖାଇବ କଟା ହେବନି ଗୋଟା ଖାଇବ। ଏଇଟା ଅଛି ଭଲ ଅଛି ତମେ ଖାଇସାର ମୁଁ ଖାଇବି ଆଉ। ହଁ ଖାଇଛ ଭିତର ଟିକେ ପକଉନ ଭଲ ଅଛି ବାବା ମୁଁ ଟିକେ ଖାଇଲି।
ଭୋଜି ଖାଇବୁ ଖାଇନି ବାବା ଇଚ୍ଛା ନାହିଁ ହଁ ଖାଇନି ମସ୍ତ ଲାଗୁଛି ପୁରା ବଢ଼ିଆ ଅଛି ଛୁଆ ଖାଉଛି ଆଉ କିଛି କହିବୁ ଖାଇବି ସବୁ ଖାଇବୁ ନା ଆଉ ସବୁ ଖାଦ୍ୟର ଟେଷ୍ଟ ନେବା ଦରକାର ଖାଲି ଚୁଡ଼ା ଟିକେ ଖାଇବ ଚୁଡ଼ା ବିସ୍କୁଟ ଆଉ ସବୁ ଖାଦ୍ୟର ଟେଷ୍ଟ ନେବା ଦରକାର ମନେ ରଖିଥା ଆଉ ମାମା ଆସିଲେ କାଟିକି ଛୋଟ ଛୋଟ ପିସ୍ କରିଦେବ এটা কটা ହେଇକି ଛୋଟ ଛୋଟ ହବ ନା ଟୋଟାଲ ହେଇଛି କଟା ହେଇକି ଛୋଟ ହବ ଟିକେ ଟିକେ ଗୁଣ୍ଡ ଗୁଣ୍ଡ ଖାଇ ମସ୍ତ ଲାଗିବ ହଁ କାଟ ତମର ସବୁବେଳେ ଏମିତି ତରଭୁଜ କଟା ହଁ କାଟ ତାକୁ ଛୋଟ ଛୋଟ ଚୁନ ଚୁନ କର ଏମିତି ସିଷ୍ଟମ ନା ଆମେ এইটা বঢ়িয়া হুন্ডা এটা বঢ়িয়া লাগে ସେମିତି ଖାଇଦିଅ। এইটা বঢ়িয়া লাগিব হ্যাঁ আদে টোটাল কাটিদেব সবু তাদের বিটন ଟିକେ পকাইদেব ହେଲା পুরা জবরদস্ত লাগিব হ্যাঁ বাস আধার କ'ଣ ହେବ ନା ବିଟଲୁଣଟା ପଡ଼ିଲେ ବିଟଲୁଣ ଚାରିଆଡ଼କୁ ଯିବ ପୁରା ପିସ୍ ପିସ୍ ଖାଇଲା ବେଳକୁ ମସ୍ତ ଲାଗିବ ପୁରା ହେଲା ଆଗରୁ କୋଉଠି ଦୋକାନ କରିଥିଲା ଦୋକାନ କରିଥିଲା ଯାଉ ଫେଜେ ଫେଜେ ଆଶା ସବୁ ସାଇଁ ସାଇଁକିରି କାଟି ପକାଇଲାଣି ଆମେ ବର୍ତ୍ତମାନ ସବୁ ଯାକ କାଟିଦେବା କାଟି ସାରିଲା ପରେ ତା ଦେହରେ ବିଟ ଲୁଣ ଜବରଦସ୍ତି ମାରିଦେବା ବିଟ ଲୁଣ ମାରି ସାରିଲା ପରେ ଖାଇବାର ମଜାଟା ସ୍ୱତନ୍ତ୍ର ଆସିବ ଆଉ ଆପଣମାନେ ଅପେକ୍ଷା କରନ୍ତୁ ଦେଖନ୍ତୁ ଆଶା କେଉଁ ରେଟ୍ରେ କଟା ହେଉଛି ସ୍ପେଶାଲି ଖରାଦିନେ କିନ୍ତୁ ମାନେ ତରଭୁଜ ଖାଇବାର ମାନେ ମଜାଟା କିନ୍ତୁ ଅଲଗା ଦେଖନ୍ତୁ ଆଉ ସରିଗଲାଣି ଆଉ ଗୋଟେ ପିସ୍ ମାତ୍ର ଅଛି ଆଶା ସାଇଁ ସାଇଁକିରି ଚାରି ଚାରି କାଟିଦେଲି କାଟି ତା ଦେହରେ ମାନେ ବିଟ ଲୁଣ ପଡ଼ିଯିବ ତାପରେ ଖାଇବା ପୁଣି କଥା ହେବା ଆସନ୍ତୁ ଦେଖିବା ବିଟ ଲୁଣ ପକାଅ ଜମେଇକିରି ପକାଅ ଲୁଣିଆ କରିଦେବି କହୁନ ପୁରା ଟୋଟାଲ ଢାଳି ଦେବି ଡବାଟାକୁ କ'ଣ ମିଠା ଲୁଣ ଖାଇବାକୁ ଦେବି ବିଟ ଲୁଣଟା ଭଲ ନା ଦେହ ପାଇଁ ଭଲ ଖାଇ ଖାଇ ତ ଆମେ ପୁରା ଭଲ ଅଛେ ଆଉ ନାଇଁ କ'ଣ ସେ ଯାଇଥିଲେ ରବଡ଼ି ଆମେ ଭଲ ହିଁ ଖାଉଛେ ଚାମଚ ଆଣ ଚାମଚ ଖାଇ ଯାଉଛି ମୁଁ ଚାମଚ ଆମେ ଚାମଚରେ ଖା ମୁଁ ଖାଇବିନି ଯାହା ହଉ ବିଟ ଲୁଣଟା ପଡ଼ିଯାଇଛି ତା ସାଙ୍ଗରେ ଇଏ ତା ସାଙ୍ଗରେ ଖାଇବାର ମଜାଟା ପୁରା ସ୍ୱତନ୍ତ୍ର ଆସିବ ତରଭୁଜ ଖାଇଲି ନା ମୁଁ ବଡ଼ ଟେନସନ୍ କ'ଣ ଖାଇ ଜାଣିଛ ମାନେ ମାନେ ଯେଉଁ ମଞ୍ଜିଟା ଖାଇବ ନା ମଞ୍ଜି ସହିତ ମୁଁ ଦେଖିବି ଏଇ ମଞ୍ଜି ଲାଗି ଆଉ ପେଟରେ ଗଛ ହବ ବାଛି କେତେ ହେବ ଗଛା ବଛି ସ୍କିମ୍ ନାହିଁ ଭାଇ ଧର ପାଟରେ ବଳ ବାହାରିବ ବାହାରିବ ଭାରି ନା ଆଉ କ'ଣ ଆଉ ରହିବ ଗଛ ନା ଆଉ କ'ଣ ହବ ଯାହା ହଉ ଆଶା ପାଇଁ ଆଜି ଯାହା ହଉ ମୁଁ ଜାଣିନି ଅନଲାଇନରେ କରିଦେଇଛି ଆଉ ଏ ଯେଉଁ ଖରା ହେଉଛି ଅତ୍ୟଧିକ ଖରା ତାକୁ ଜୀବନଟା ବଞ୍ଚେଇଲା ଆଜି ଯାହା ହଉ ଜରୁରୀ ବଢ଼ିଆ ଟେଷ୍ଟ ଅଛି ଜବରଦସ୍ତ ଟେଷ୍ଟ এটা জিমাটি বলতো না আমার জানি খাই জলানি বাহাটি ଆଉ ଟାଣୁଆ ଖରାରେ ଆମେ ଆଜି ତରଭୁଜ ଖାଇବାର ପୁରା ମଜା ଉଠେଇଦେଲୁ ନା କ'ଣ ବହୁତ ବହୁତ ଧନ୍ୟବାଦ ଥ୍ୟାଙ୍କ ୟୁ ଆଉ ଏତେ ଖରାରେ ତରଭୁଜ ଆଣିଥିବାରୁ ବହୁତ ବହୁତ ଧନ୍ୟବାଦ ତେଣୁକରି ଆପଣମାନେ ମଧ୍ୟ ଖରାରେ ପଖାଳ ଖାଆନ୍ତୁ ଆଉ ତରଭୁଜ ଖାଆନ୍ତୁ ଭିଡ଼ିଓଟି ଭଲ ଲାଗିଲା କ'ଣ କହିବାର ଅଛି ଲାଇକ୍ ସେୟାର କରନ୍ତୁ ভিডিও ভালো লাগে লাইক শেয়ার করে বিলকুল ভুলিবেনি কমেন্টে লিখিবে ভিডিওটি কেমতি লাগিলা আমি এবে রহিলু জয় জগন্নাথ।